ଗତକାଲିର ମନୋରମ ସନ୍ଧ୍ୟା ମୋ ପାଇଁ ସ୍ମରଣୀୟ ହୋଇ ରହିବ। ଅଜୟ ହାୟର ସେକେଣ୍ଡାରୀ ସ୍କୁଲର ଗତକାଲି ଥିଲା ଫାଇନାଲ ଇୟର ଛାତ୍ରମାନଙ୍କର ବିଦାୟକାଳୀନ ଉତ୍ସବ। ଆଉ ଏହି ଉତ୍ସବଟିକୁ ପ୍ରଥମ ବାର୍ଷିକ ପିଲାମାନେ ହିଁ ଆୟୋଜିତ କରିଥିଲେ। ଏଇଟା ଗୋଟିଏ ଯୁକ୍ତ 2 ବିଜ୍ଞାନ କଲେଜ, ତେଣୁ ଏଠି ସମସ୍ତ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ହିଁ ଥିଲେ। ଏହି ଚପଳ କିଶୋରମାନଙ୍କ ଆଗରେ କିଛି କହିବା ପାଇଁ ବା ତରୁଣମାନଙ୍କ ଆଗରେ କିଛି କହିବା ପାଇଁ ମୋତେ ସୁଯୋଗ ମିଳିଥିବାରୁ ମୁଁ ଉତ୍ସାହିତ ହୋଇ ସେଠିକି ଯାଇଥିଲି। ଆଉ ଯାଇକି ମୋତେ ବହୁତ ଖୁସି ଲାଗିଲା ଯେ ମୁଁ ଯେତିକି ଭାବିଥିଲି ତାଠୁ ଅଧିକା ସେଠି ଦେଖିଲି। ଏତେ ଅଧିକା ଛାତ୍ରଛାତ୍ରୀ ଏତେ ସୁନ୍ଦର ଭାବରେ ଏ କାର୍ଯ୍ୟକ୍ରମଟିକୁ ଆୟୋଜନ କରିଥିଲେ, ସତରେ ମୁଁ ଦେଖିକି ଅଭିଭୂତ ହୋଇଥିଲି। ଭାରି ଭଲ ଲାଗିଥିଲା। ସେ ଛୋଟ ଛୋଟ ପିଲାମାନେ ନିଜେ ହିଁ ପ୍ରଥମ ବାର୍ଷିକ ଝିଅମାନେ କାର୍ଯ୍ୟକ୍ରମକୁ ଉପସ୍ଥାପନା କରୁଥିଲେ। ସେମାନଙ୍କର ଉପସ୍ଥାପନା ଶୈଳୀ ବି ବଡ଼ ଆକର୍ଷଣୀୟ ଥିଲା। ବୋଧହୁଏ 3 ଜଣ ପ୍ରଥମ ବାର୍ଷିକ ଝିଅ ଏହି କାର୍ଯ୍ୟକ୍ରମର ଉପସ୍ଥାପନା କରୁଥିଲେ, କିନ୍ତୁ ଉଭୟ ବର୍ଷର ପିଲାମାନଙ୍କର ଏହି କାର୍ଯ୍ୟକ୍ରମରେ ସହଭାଗିତା ଥିଲା। ପ୍ରଥମ ବାର୍ଷିକ ପିଲାମାନେ ତାଙ୍କୁ ଆଜି ବିଦାୟ ସମ୍ବର୍ଦ୍ଧନା ଦେଉଥିଲେ। ସେମାନେ ଯେତେବେଳେ ପ୍ରଥମ ଏ ସ୍କୁଲକୁ ଆସିଲେ, ସେଇ ପିଲାମାନେ ତାଙ୍କୁ ପୁଣି ସ୍ୱାଗତ ମଧ୍ୟ କରିଥିଲେ। ଏଇଟା ଗୋଟେ ପାରମ୍ପରିକ କାର୍ଯ୍ୟକ୍ରମ, ପ୍ରାୟ ପ୍ରତ୍ୟେକ ସ୍କୁଲରେ ଘଟେ। ସେ ପିଲାମାନଙ୍କ ଭିତରୁ ଯେଉଁମାନେ ବହୁତ ଭଲ କରିଥିଲେ, ତାଙ୍କର ବଡ଼ ଭାଇମାନଙ୍କୁ ସେମାନେ ଡାକିଥିଲେ ସଭା ମଞ୍ଚକୁ। କେବଳ ଭାଇ ନୁହେଁ, ତାଙ୍କ ଭଉଣୀମାନଙ୍କୁ ବି ସେମାନେ ମଞ୍ଚକୁ ଡାକିଥିଲେ। ସେମାନେ ମନ ଖୋଲିକି ତାଙ୍କର କଥା କହିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ତାଙ୍କ ପ୍ରତି ଭଲ ପାଇବା, ତାଙ୍କ କର୍ତ୍ତବ୍ୟବୋଧ, ଏସବୁ ବିଷୟରେ କହୁଥିଲେ। ଭାରି ଭଲ ଲାଗୁଥିଲା এই କାର୍ଯ୍ୟକ୍ରମଟି ଦେଖିବା ପାଇଁ, କିନ୍ତୁ ମୋ ପାଖରେ ସମୟର ଅଭାବ ଥିଲା। ମୁଁ ଗୋଟିଏ ନାଚର କିୟଦଂଶ ଦେଖି ଘରକୁ ଫେରିଲି। ଆଉ ଭାବିଲି ଏଇ ଅଜୟ ସେକେଣ୍ଡାରୀ ସ୍କୁଲର ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଦେବା ପାଇଁ ଏଇ କାର୍ଯ୍ୟକ୍ରମଟିର ପ୍ରସାରଣ କରିବି, ଆଉ ଆପଣମାନଙ୍କୁ ସେ ବିଷୟରେ ଜଣାଇବି। ତାଙ୍କର ଚେୟାରପର୍ସନ, ପ୍ରିନ୍ସିପାଲ, ଭାଇସ୍ ପ୍ରିନ୍ସିପାଲ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଉ ପିଲାମାନେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଦେବା ସହିତ ଏହି ଅନୁଷ୍ଠାନଟିର ଭବିଷ୍ୟତ ଉଜ୍ଜଳ ହେଉ ଆଉ ଉତ୍ତରୋତ୍ତର ଉନ୍ନତିର କାମନା କରି ରହୁଛି। ଆପଣମାନଙ୍କୁ କ'ଣ ଲାଗିଲା?